ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। दशम अध्याय पाठ करिबा चतुर्थ स्कंदर गृहक मानक द्वारा उत्तम हत्या एवं सेमानक सहित ध्रुवंकर युद्ध। ଯକ୍ଷ ମାରନ୍ତେ ନିଜ ଭାଇ ଧ୍ରୁବ ଅଳକାପୁରେ ଯାଇ ରଣେ ତାହାଙ୍କୁ କଲା ହତ। ଦଶମ ଅଧ୍ୟାୟର ଚରିତ। ମୈତ୍ରେୟ ଉବାଚ ଶୁଣ ବିଦୁର କୃଷ୍ଣ କଥା ଯେଣେ ଖଣ୍ଡିବ ଭବ ବ୍ୟଥା। ଯେ ଶିଶୁମାର ପ୍ରଜାପତି ତା କନ୍ୟା ଭ୍ରମୀ ଗୁଣବତୀ ରୂପେ କମଳା ନୁହେଁ ସରି ବିବାହେ କନ୍ୟା ଧ୍ରୁବେ ବରି ଅଶେଷ ଅଳଙ୍କାର ଶୋଭେ ସେ କନ୍ୟା ଧ୍ରୁବେ କଲା ଅଶେଷ ଅଳଙ୍କାର ଶୋଭା ସେ କନ୍ୟା ଧ୍ରୁବେ କଲା ବିଭା ସେ କନ୍ୟା ଗର୍ଭେ ପୁତ୍ର ଦୁଇ କଳ୍ପବତ୍ସର ବେନି ଭାଇ ଦ୍ୱିତୀୟ ଭାର୍ଯ୍ୟା ଏଳା ନାମ ରୂପେ ଗଞ୍ଜଇ ସୂର୍ଯ୍ୟ ସୋମ ସ୍ୱଭାବେ ସମୀରଣ ସୁତା ସେ କନ୍ୟା ଅଟେ ପତିବ୍ରତା ତାର ଉଦରେ ଧ୍ରୁବ ବୀର୍ଯ୍ୟ ପୁତ୍ର ଉପୂଜେ ମହାତେଜେ ଉତ୍କଳ ନାମେ ସେ କୁମର କନ୍ୟାଏ ଅତି ମନୋହର ଧ୍ରୁବର କନିଷ୍ଠ ଉତ୍ତମ ରୂପେ ଭୁବନେ ନାହିଁ ସମ ସ୍ୱଭାବେ ବୟସ କିଶୋର ବିବାହ ନୋହିଥିଲା ତାର ସେ ଏକ ଦିନେ ଅଶ୍ବେ ବସି ମୃଗୟା ଅର୍ଥେ ବନେ ପଶି ମିଳିଲା କୁବେର ଭୁବନେ ତାହାକୁ ଦେଖି ଗୃହ ଗଣେ ବଳେ ରୁନ୍ଧିଲେ ଯୁଦ୍ଧ କରି ଅଶ୍ଵ ଘେନିଲେ ତାକୁ ମାରି ତା ଶୁଣି ତାହାର ଜନନୀ ବିକଳେ ପୁତ୍ର କଷ୍ଟ ଘେନି ବନ ଅନଳେ ଦେହ ଦେଲା ପୁତ୍ର ବିୟୋଗ ଦୁଃଖେ ମଲା ସେ କଥା ଶୁଣି ଧ୍ରୁବ ଶୋକେ କମ୍ପିଲା ମାତା ଭ୍ରାତା ଦୁଃଖେ ଜୟିତ୍ର ନାମେ ରଥେ ବସି ସ୍ୱଭାବେ ସୋହେ ରୂପ ରାଶି ଶୋକ ଅନଳେ କ୍ରୋପ ଭରେ କଠୋର ଧନୁ ଧରି କରେ କୁବେର କାନନେ ମିଳିଲା ଉଦଣ୍ଡେ ଶଙ୍ଖନାଦ କଲା ଯେ ବନେ ରୁଦ୍ର ଅନୁଚର ଗୁହ୍ୟକ ବସନ୍ତି ସକଳେ ଯେ ବନେ ରୁଦ୍ର ଅନୁଚରେ ଗୁହ୍ୟକ ବସନ୍ତି ସକଳେ ହିମ ପର୍ବତ ଦ୍ରୋଣୀ ମଧ୍ୟେ ସ୍ୱଚ୍ଛନ୍ଦେ ବସନ୍ତି ଆନନ୍ଦେ ସେ ବନେ ବଳେ ପଶି ଧ୍ରୁବ ଉଦଣ୍ଡେ କଲା ଶଙ୍ଖରବ ଶବଦେ ପୁରିଲା ଆକାଶ ଭୂମି ପର୍ବତ ଦଶ ଦିଶ ପକ୍ଷ କାମିନୀ ଗଣ ବେଗେ ଭୟେ ଚାହିଁଲେ ଊର୍ଧ୍ୱ ଦିଗେ ସେ ନାଦ ଶୁଣି ଦଶ ଦିଶେ ଗୁହ୍ୟକ ଗଣ ମହାରୋଷେ ଧଇଲେ ନାନା ଅସ୍ତ୍ର ଧରି ଚଳନ୍ତେ କମ୍ପେ ବସୁନ୍ଧରି ଗୃହକ ଗଣେ ଧ୍ରୁବ ଚାହିଁ ନିଜ କୋଦଣ୍ଡେ ଗୁଣ ଦେଇ ଆକର୍ଣ୍ଣ ଯାଏ ଟାଣି ଗୁଣ ବିନ୍ଧିଲେ ତିନି ବାଣ ଧ୍ରୁବର ତୀକ୍ଷ୍ଣ ବାଣ ବଳେ ପଡ଼ିଲେ ଗୃହକ ସକଳେ ଗୃହକ ଗଣ ଦେଖି ତ୍ରାସେ ରଣେ ଭାଜିଲେ ଦଶ ଦିଶେ ଅଦ୍ଭୁତ କର୍ମ ଦେଖି ତାର ବିଷ୍ଣୁର ତେଜେ ବଳିୟାର କରନ୍ତି ଧନ୍ୟ ଧନ୍ୟ ବାଣୀ ଆନନ୍ଦେ ଦେବ ଲୋକେ ଶୁଣି ସେ ବାଣ ସେହି ଗୃହ ଗଣେ ପୁଣି ମିଳିଲେ ଘୋର ରଣେ ପାଦ ମାରନ୍ତେ ଅହି ଜେହ୍ନେ ଧ୍ରୁବର ରଥ ବେଗେ ରୁନ୍ଧି ଦ୍ୱିଗୁଣେ ତୀକ୍ଷ୍ଣ ବାଣ ବିନ୍ଧି ପରିଘ ଖଡ଼ଗ ଆୟୁଧ ପ୍ରାଶ ତୋମର ଶର ଯୁଦ୍ଧ ଶକ୍ତି ଭୂଷୁଣ୍ଡି ରୁଷ୍ଟି ବାଣ ବେଗେ ବିନ୍ଧିଲେ ଗରୁ ଟାଣ କୋପେ ରୁନ୍ଧିଲେ ଅତି ରୁଷ୍ଟେ ରଥି ସାରଥି ଅଶ୍ୱପୃଷ୍ଠେ ଅୟୁତ ତ୍ରୟୋଦଶ ମିଳି ଶବଦେ ବ୍ରହ୍ମାଣ୍ଡ ଉଛୁଳି ବେଢିଲେ ଅତି ଅନାଶୟ ଛନ୍ନେ ନ ଦିଶେ ଧ୍ରୁବବର ଗଗନେ ମିଳି ଦେବ ଲୋକେ କହନ୍ତି ଏକକୁ ଆରକେ ଶୁଭଇ ହାହାକାର ବାଣୀ ଦେବେ ବୋଲନ୍ତି ତାହା ଶୁଣି ଦେଖ ଏ ମନୁବଂଶ ସୁତ ପ୍ରଚଣ୍ଡ ଯେସନେ ଆଦିତ୍ୟ ଗୃହକ ସମୁଦ୍ରେ ବୁଡ଼ିଲା ଧ୍ରୁବ ନିଶ୍ଚୟ ନାଶ ଗଲା ଗର୍ଜନ୍ତି ଜାତୁ ଧାନ ଗଣେ ଧ୍ରୁବ ତା ଶୁଣିଲା ଶ୍ରବଣେ ସାରଥି ଚାହିଁ ପୁଣ୍ୟ ଦେହା ବୋଲେ ଆକାଶେ ରଥ ବାହା ଶୁଣି ସାରଥି ଅତି ବେଗ୍ରେ ରଥ ବାହିଲା ଶୂନ୍ୟ ମାର୍ଗେ ନିହାର ଭେଦି ସୂର୍ଯ୍ୟ ଯେହ୍ନେ ତେମନ୍ତେ ଦିଶଇ ଗଗନେ ରହି ମନୁ ପୌତ୍ର ବାଣ ବରଷେ ଅପ୍ରମିତ ଗୃହକ ବାଣ ବୃଷ୍ଟି ନାଶେ ନିହାର ଯେହ୍ନେ ଚଣ୍ଡ ତ୍ରାସେ ପବନ ଯୋଗୀ ମେଘ ମାଳେ ଯେହ୍ନେ ଉଡ଼ନ୍ତି ଅନ୍ତରାଳେ ଧ୍ରୁବ ନାରାଚ
तीक्ष्ण मुने पड़िले गृहकर सन्य गृहक देहे बाण पड़ी शुभे कि मेघ घड़ी सर्वे पड़िले भूमि गते पर्वत जेन्ने वज्राघाते शिरे भेदिला भाल शस्त्र बाणे रुन्धित निज गात्र शिर पड़िला छिड़ी तले विराजे किरीट कुण्डले हृदे लम्पित हेमहार विराजे उष्णिश केयूर शस्त्र समूहे सज्जा करी वीरे सोइले प्राण हारी जेबा उबुरी गले रणे भये लुचिले घोर बने संहार त्रासे जेन्ने मृगे भये भाजिले दश दिगे ध्रुव जे दश दिगे चाही देखई रणे केही नाही बोले सारथी मुख चाही ए पूरे पश रथ बाही दहन करिबी अनळे जेबा अचंती गृह कूले सर्व मारिबी भात्रा छळे तू एबे रथ बाहा बळे एमंत ध्रुव वाक्य शुणी सारथी मने मने गुणी गृहक मायार प्रमाणे एमंत घोर नाद शुणे प्रलय काले सिंधु जेन्ने लहरी उच्छुळे गगने पुणी देखई चारि दिगे धूଳି उड़ई शून्य मार्गे क्षणके घोर नाद करी मेघ समूह शून्य पुरी बिजुली स्फुरे दश दिशे वज्र शबद संगे मिसे उल्लुका पड़े कोटि कोटि रुधिर संगे जुत वृष्टि मूत्र पुरुष रेत तुल्ये दुर्गंध धरणी पुरिले कबंधे पड़िले आकाशु दिगे पुरिला घोर पाशु निर्घाते गगनु पड़ंती गदा परिघ पंक्ति पंक्ति मुसळ संगे वज्र पड़ी घोर शबद घड़ी सर्पे धामंती फुफु करी अनल प्राय चक्षु धरी गजे धामंती शुंड तोड़ी सिंह शार्दूल संगे मिली तक्षणे सिंधु उच्छुड़िला लहरी गगने लागिला भूमि पुरिला महाजले प्रचंड पवन उल्लोले कल्पांते घोरो नाद जन्ने शबद पुरिला गगने एमंते नाना माया करी गृह के समर आबोरी मिलिले नाना शस्त्र घेनी शबदे कंपाई मेदिनी ध्रुव उपरे माया करी गृहक संधिरे आबोरी गृहक माया देखी बेगे मुनि मिलिले ध्रुव आगे कल्याण हस्ते आगे रही बोलंती ध्रुव मुख चाही मुनय उचुहु सुन हे उत्तान कुमार तोते प्रसन्न चक्रधर जे हरि सर्व भय नासे आंभेता देखु तोरो पासे जानाम स्मरी अंत काले मृत्यु तरंती प्राणी हेळे से हरि नाम तु सुमर गृहक माया कु संहर एमंते मुनिंकर बोले रथ तोड़िला अंतराळे शुण सृजने हरि कथा हरि न सहे भृत्य व्यथा से हरि जस हृदय चिंत कहई दास जगन्नाथ इति श्रीमद्भागवते महापुराणे परमहंस्यां संहितायां चतुर्थस्कन्धे ध्रुव चरितम नाम दशमोऽध्यायः। जय जगन्नाथ। चतुर्थ अध्याय दशम स्कंध समाप्त है। ग्रंथराज श्रीमद्भागवतम की जय।